प्राय अनेकକୁ ଶାଗ ବହୁତ ଭଲ ଲାଗିଥାଏ। ତା ସହିତ ଆମ ଓଡ଼ିଆ ଘରେ ବହୁତ ସମୟରେ ଘରେ ଶାଗ ବନିଥାଏ। ହେଲେ ଗୋଟେ ଥର ମୋ ଷ୍ଟାଇଲରେ ଶାଗ ବନେଇକିରି ଦେଖନ୍ତୁ। ଆଶା କରିବି ଆପଣଙ୍କୁ ନିଶ୍ଚୟ ଭଲ ଲାଗିବ। ତାହେଲେ ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର ରେସିପି। ମୁଁ ଏଠାରେ କୋଶଳା ଶାଗର ତରକାରୀ ବନେଇବି, ଯେଉଁଟାକି ସୋରିଷ ମସଲା ଦେଇକିରି ମୁଁ ଏଠାରେ କୋଶଳା ଶାଗର ଆଜି ତରକାରୀ ବନେଇକିରି ଆପଣଙ୍କୁ ଦେଖେଇବି। ସେଥିପାଇଁ ବାଡ଼ିରୁ କୋଶଳା ଶାଗକୁ ତୋଳିକିରି ନେଇ ଆସିଛି। ଏବେ ସୋରିଷ ମସଲା ବନେଇବା ପାଇଁ ମୁଁ ଏଠାରେ 2 ଚାମଚ ସୋରିଷ ତାକୁ ଭିଜେଇକିରି 10 ମିନିଟ୍ ରଖିଦେଇଥିଲି। ସୋରିଷକୁ ଦେଇଛି ଏବେ ଗୋଟେ ମିକ୍ସରରେ, ତା ସାଙ୍ଗରେ ଗୋଟେ ପିଆଜ, ଅଦା ଗୋଟେ ଖଣ୍ଡ, ତା ସାଙ୍ଗରେ ରସୁଣ 8-10ଟି ଏବଂ କଞ୍ଚା ଲଙ୍କା 4-5ଟି ଦେଇକିରି ଭଲସେ ସୋରିଷ ମସଲାକୁ ଏଠାରେ ବାଟି ନେଉଛି। ଏଇଠି ଦେଖନ୍ତୁ ସୋରିଷ ମସଲାକୁ ମୁଁ ଭଲସେ ପ୍ଲେନ୍ କରି ଚିକଣ କରିକିରି ବାଟି ନେଇଛି। ଏବେ ଗୋଟେ କଡ଼େଇ ଗରମ କରିକିରି ସେଥିରେ ମୁଁ ସୋରିଷ ତେଲ ଦେଇଛି। ଆପଣ ଯଦି ଚାହିଁବେ ସୋରିଷ ତେଲ ଜାଗାରେ ରିଫାଇନ୍ ତେଲ ବି ଦେଇପାରିବେ। ତେଲ ଗରମ ହେଇସାରିବା ପରେ ମୁଁ ଏଠାରେ କିଛି ବଡ଼ି ଭାଜି ନେଉଛି। ଶାଗରେ ଯଦି ବଡ଼ି ଦେଉଛନ୍ତି ତାହେଲେ ତା'ର ଟେଷ୍ଟ ବହୁତ ଭଲ ଆସିଥାଏ। ସେଥିପାଇଁ ମୁଁ ଏଠାରେ କିଛି ବଡ଼ି ଭାଜି ନେଇଛି। ବଡ଼ି ଭାଜି ହେଇଯିବା ପରେ ମୁଁ ଏବେ ଗୋଟେ ପ୍ଲେଟ୍କୁ କାଢ଼ିକିରି ରଖିନେଇଛି। ଏବେ ସେଇ କଡ଼େଇରେ ମୁଁ ଏଠାରେ ଦେଶୀ ଆଳୁ, ଯେଉଁଟାକୁ ଆପଣ ପାଟିତଳ ଆଳୁ ମଧ୍ୟ କୁହନ୍ତି, ଦେଶୀ ଆଳୁ ଏବଂ ଗୋଟେ ଆଳୁକୁ ଏଠାରେ ବଡ଼ ସାଇଜ୍ର ଟିକେ କାଟି ନେଇଛି। ଏବେ ତାକୁ ଭାଜି ନେଉଛି କିଛି ଟାଇମ୍ ପର୍ଯ୍ୟନ୍ତ। ଭାଜିକିରି ସେଥିରେ 1 ଚାମଚ ମୁଁ ଲୁଣ, 1 ଚାମଚ ହଳଦୀ ଦେଇଛି। ଆପଣ ଯେତିକି ନେଇଥିବେ ସେହି ହିସାବରେ ସ୍ୱାଦ ଅନୁସାରେ ଲୁଣ ଏବଂ ହଳଦୀ ଦେବେ। ଏଠି କିଛି ଟାଇମ୍ ପର୍ଯ୍ୟନ୍ତ ଆଳୁ ଏବଂ ଦେଶୀ ଆଳୁକୁ ଭାଜି ନେବା ପରେ ଏଠାରେ ଭାଜି ହେଉଥିବା ଟାଇମ୍ରେ ଆଳୁ ଦେଶୀ ଆଳୁ 50% ଅଲରେଡ଼ି ସିଝିଗଲାଣି। ଏବେ ସେଥିରେ ମୁଁ ଆଉ ପାଣି ଦେଇ ଦେଉଛି। ମୁଁ ଏଠାରେ 1 ଗ୍ଲାସ୍ ପାଣି ଦେଇଛି। ପାଣି ଦେଇକିରି ଘୋଡ଼େଇକିରି ରଖିଦେଇଛି, ଯେମିତି ଆଳୁ ଦେଶୀ ଆଳୁ ଯେତିକି ସିଝିଥିଲା ଭାଜି ହେବା ଟାଇମ୍ରେ ଆଉ 50% ଘୋଡ଼େଇକି ରଖିଦେଲେ ସିଝିଯିବ। ମଝିରେ ଘୋଡ଼ଣା କାଢ଼ିକିରି ମଧ୍ୟ ଚେକ୍ କରିପାରିବେ। ଯେତେବେଳେ ଦେଖିବେ ଆଳୁ ଆଉ ଦେଶୀ ଆଳୁ ଭଲସେ ସିଝି ଯାଇଛି, ସେବେ ବାଟିକି ରଖିଥିବା ସୋରିଷ ମସଲା ଏବେ ସେଥିରେ ଦେଇଦେବେ। ମୁଁ ଏଠାରେ 3 ଚାମଚ ସୋରିଷ ମସଲା ଦେଇଛି। ସୋରିଷ ମସଲା ଦେଇକିରି 1-2 ମିନିଟ୍ ପର୍ଯ୍ୟନ୍ତ ଗୋଳେଇ ନେଇଛି। ଏବେ ସେଥିରେ ଭାଜିକି ରଖିଥିବା ବଡ଼ି ଦେଇଛି। ବଡ଼ି ଦେଇ ସାରିବା ପରେ ବାଇଗଣ କାଟିକି ରଖିଥିଲି, 1 ବାଇଗଣ କାଟିକି ରଖିଥିଲି। ବାଇଗଣକୁ ଏବେ କାଟିକି ଦେଇଛି। ଧ୍ୟାନ ରଖିବେ ବାଇଗଣ ଷ୍ଟାର୍ଟିଂରୁ ଦେବେନି। ବାଇଗଣ ଷ୍ଟାର୍ଟିଂରୁ ଦେଇଦେଲେ ବହୁତ ବେଶୀ ସିଝିଯିବ। ଆଉ ଶାଗ ତରକାରୀରେ ବାଇଗଣ ଟିକେ ଗୋଟା ରହିଲେ ବେଶୀ ଭଲ ଲାଗିବ। ତ ସେଥିପାଇଁ ଏବେ ବାଇଗଣ ଦେଇକିରି ସିଝେଇ ନେବା ପରେ ଗୋଟେ ଜାଗାକୁ କାଢ଼ି ରଖିଦେଇଛି। ଏବେ ଗୋଟେ କଢ଼େଇ ଗରମ କରିକିରି ସେଥିରେ ମୁଁ ସୋରିଷ ତେଲ ଆଉ 1 ଚାମଚ ଦେଇଛି। ତେଲ ଗରମ ହେଇସାରିବା ପରେ ମୁଁ ଏଠାରେ 1 ଚାମଚ ଫୁଟଣ ଦେଇଛି। ଫୁଟଣ ଫୁଟିଯିବା ପରେ ଏବେ ସେଥିରେ ପିଆଜ କାଟିକି ରଖିଥିଲି, ପିଆଜ ଦେଇଛି। ପିଆଜ ଭାଜି ହେଇସାରିବା ପରେ କାଟିକି ରଖିଥିବା ଟମାଟୋ ମଧ୍ୟ ଦେଇଦେଲି। ଟମାଟୋ ବି ଟିକେ ଭାଜି ହେଇଯିବା ପରେ ସିଝେଇକି ରଖିଥିବା ପରିବା ତାକୁ ଏବେ ମୁଁ କଡ଼େଇରେ ଦେଇଛି। ଟିକେ ଗୋଳେଇ ନେଉଛି। ତା ଭିତରେ ଦେଶୀ ଆଳୁ ଆଉ ଆଳୁକୁ ଟିକେ ଫିଟେଇ ନେଉଛି। ଏବେ କାଟିକି ରଖିଥିଲି ଶାଗକୁ ମୁଁ ଏବେ ତରକାରୀରେ ଦେଇଛି। ଦେଇକିରି ଭଲସେ ଗୋଳେଇ ନେଇଛି। ଏଠାରେ ଶାଗକୁ ଭଲସେ ଗୋଳେଇ ନେବା ପରେ କିଛି ଟାଇମ୍ ପରେ ଶାଗରୁ କିଛି ପାଣି ବାହାରିବ। ପାଣିକୁ 4-5 ମିନିଟ୍ ପର୍ଯ୍ୟନ୍ତ ଏଠି ଛାଡ଼ିଦେବେ, ଯେମିତିକି ପାଣି ଟିକେ ଏଠି ଶାଗରୁ ମରିଯିବା ପରେ ଆମର ଶାଗର ତରକାରୀ ହେଇକିରି ରେଡ଼ି ହେଇଯିବ। ଆଶା କରୁଛି କି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ। ଆଉ ଯଦି ଭଲ ଲାଗିଥିବ ତାହେଲେ ଲାଇକ୍ ସହିତ ସେୟାର କରିନେବେ। ଆଶା କରୁଛି କି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ। ଯଦି ଭଲ ଲାଗିଥିବ ତାହେଲେ ନିଶ୍ଚୟ ଲାଇକ୍ କରିଦେବେ। ଧନ୍ୟବାଦ।